ପ୍ରେଜ୍ ଲର୍ଡ। ଖ୍ରୀଷ୍ଟରେ ମୋର ପ୍ରିୟ ଭାଇ ଓ ଭଉଣୀମାନେ, ସମସ୍ତଙ୍କୁ ଡିଭାଇନ୍ ୱାର୍ଡ ୟୁଟ୍ୟୁବ୍ ଚ୍ୟାନେଲରେ ସ୍ୱାଗତ। ଆଜିର ପ୍ରସଙ୍ଗ ହେଉଛି ପୁନର୍ଜନ୍ମର ଅର୍ଥ କ'ଣ। ଜାନୁଆରୀ ମାସ ହେଉଛି ବର୍ଷର ପ୍ରଥମ ମାସ ଏବଂ ଏହି ମାସଠାରୁ ଆମେ ନୂଆ କ୍ୟାଲେଣ୍ଡର, ନୂଆ ଲକ୍ଷ୍ୟ ଏବଂ ନୂଆ ପ୍ରତିଶ୍ରୁତି ନେଇଥାଉ। ଅନେକ ଲୋକମାନେ କୁହନ୍ତି ଯେ ଏହି ବର୍ଷ ମୁଁ ନିଜକୁ ଗତ ବର୍ଷ ଠାରୁ ଅଧିକ ଭଲ କରିବି ବା ନିଜକୁ ସୁଧାରିବି। କିନ୍ତୁ ଯଦି ଈଶ୍ୱର ଆମର ଏହି ନିଷ୍ପତ୍ତିରେ ଇଚ୍ଛା କରିବେ ନାହିଁ, ତେବେ କ'ଣ ହେବ? ଯଦି ସେ ଅତି ଗଭୀର ଏବଂ ଏକ ସମ୍ପୂର୍ଣ୍ଣ ନୂଆ ଜୀବନ ପ୍ରଦାନ କରିବେ, ତେବେ କ'ଣ ହେବ? ଯୀଶୁ ଠିକ୍ ସେହିପରି କଥା କହନ୍ତି ଯେ ତୁମକୁ ପୁନର୍ବାର ଜନ୍ମ ହେବାକୁ ପଡ଼ିବ ଏବଂ ଏହି କଥାବାର୍ତ୍ତା କୌଣସି ଅପରାଧୀ କି କୌଣସି ବିଜାତୀୟ ବ୍ୟକ୍ତିଙ୍କ ସହିତ ହୋଇନଥିଲା। ଏହା ତାଙ୍କ ସମୟର ଜଣେ ସବୁଠାରୁ ଧାର୍ମିକ ସମ୍ମାନିତ ପୁରୁଷଙ୍କ ସହିତ ଘଟିଥିଲା। ଜହନ 3:1-3 ପଢ଼ିଲେ ଆମେ ଜାଣିବା ନିକୋଦିମ ଜଣେ ଭଲ ବ୍ୟକ୍ତି ଥିଲେ, ଜଣେ ଶିକ୍ଷକ, ଜଣେ ନୈତିକ ନେତା, ଈଶ୍ୱରଙ୍କର ଜଣେ ଗଭୀର ସନ୍ଧାନକାରୀ ଥିଲେ। ଯଦି କେହି ଈଶ୍ୱରଙ୍କର ଅନୁମୋଦନ ପାଇବାକୁ ଯୋଗ୍ୟ, ତେବେ ସେ ନିକୋଦିମ ହିଁ ଥିଲେ। ଯୀଶୁ କଠିନ ଚେଷ୍ଟା କର କି ଅଧିକ ପ୍ରାର୍ଥନା କର କି ଅଧିକ ଶୃଙ୍ଖଳିତ ହୁଅ କହିବା ପରିବର୍ତ୍ତେ କିଛି ଆଶ୍ଚର୍ଯ୍ୟଜନକ କଥା କହିଥିଲେ। ତାହା ହେଉଛି, ଯଦି କେହି ପୁନର୍ବାର ଜନ୍ମ ନ ନିଅନ୍ତି, ସେ ଈଶ୍ୱରଙ୍କ ରାଜ୍ୟ ଦେଖିପାରିବ ନାହିଁ। ଏହାର ଅନ୍ୟ ଅର୍ଥ ହେଉଛି ପରମେଶ୍ୱରଙ୍କ ସହିତ ଏକ ନୂତନ ବର୍ଷ ପ୍ରୟାସ ସହିତ ଆରମ୍ଭ ହୁଏ ନାହିଁ। ଏହା ନୂତନ ଜୀବନ ସହିତ ଆରମ୍ଭ ହୁଏ। ଏହା ଏକ ଆଧ୍ୟାତ୍ମିକ ଉନ୍ନତି ନୁହେଁ, ଏହା ଏକ ନୂତନ ସୃଷ୍ଟି। 2 କରିନ୍ଥୀୟ 5:17 ଲେଖା ଅଛି, ଏଣୁ ଯଦି କେହି ଖ୍ରୀଷ୍ଟଙ୍କ ଠାରେ ଅଛି, ତେବେ ସେ ନୂତନ ସୃଷ୍ଟି ହୋଇଅଛି। ପୁରାତନ ବିଷୟ ସବୁ ଲୋପ ପାଇଅଛି, ଦେଖ ନୂତନ ବିଷୟ ସବୁ ହୋଇଅଛି। ପୁନର୍ଜନ୍ମ ମାନେ କେବଳ ବାପ୍ତିସ୍ମ ନୁହେଁ। ବାପ୍ତିସ୍ମ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଏହା ଏକ ଚିହ୍ନ ସ୍ରୋତ ନୁହେଁ। ଯୀଶୁ ଜଳ ଏବଂ ଆତ୍ମାର ଜନ୍ମ ନେବା ବିଷୟରେ କହୁଛନ୍ତି। ଆତ୍ମା ଗଭୀର ଭିତରେ କାର୍ଯ୍ୟ କରନ୍ତି। ଏହା ଏକ ଭାବପ୍ରବଣ ମୁହୂର୍ତ୍ତ ନୁହେଁ। ହଁ, ଭାବନା ଆସିପାରେ, କିନ୍ତୁ ଭାବନା ଗୁଡ଼ିକ ମଳିନ ହୋଇଯାଏ। ନୂତନ ଜନ୍ମ ହେଉଛି ଈଶ୍ୱର ଆମ ଭିତରେ କରୁଥିବା ଏକ ଗଭୀର କାର୍ଯ୍ୟ। ଏହା ଆତ୍ମା ଉନ୍ନତି ନୁହେଁ। ଆମେ ଆମ ଶାରୀରିକ ଜନ୍ମ କରାଇ ନାହୁଁ କି ଆମର ଆତ୍ମିକ ଜନ୍ମ ମଧ୍ୟ କରାଇ ପାରିବା ନାହିଁ, କିନ୍ତୁ ଏହା ସବୁ ଉପରୁ ଆସେ। ପୁନର୍ବାର ଜନ୍ମ ନେବାର ଅର୍ଥ ହେଉଛି ଏହା ଏକ ଦିବ୍ୟ କାର୍ଯ୍ୟ। ଜହନ 3:5-6 ଲେଖା ଅଛି, ଯୀଶୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମକୁ କହୁଅଛି, ଜଳ ଓ ଆତ୍ମାରୁ ଜନ୍ମ ନ ହେଲେ କେହି ଈଶ୍ୱରଙ୍କର ରାଜ୍ୟରେ ପ୍ରବେଶ କରିପାରିବେ ନାହିଁ। ମାଂସରୁ ପୁଣି ଆତ୍ମାରୁ ଯାହା ଜାତ, ତାହା ଆତ୍ମା। ଯୀଶୁ କହୁଛନ୍ତି ଯେ ଆତ୍ମାରୁ ଜନ୍ମିତ। ଏହାର ଅର୍ଥ ଯେତେବେଳେ ଆମେ ଆତ୍ମିକ ଭାବରେ ମୃତ ଥିଲୁ, ସେତେବେଳେ ଈଶ୍ୱର ଆମ ଭିତରେ ତାଙ୍କ ଜୀବନର ପ୍ରଶ୍ୱାସ କଲେ। ତାର ମାନେ ଆମକୁ ଜୀବନ ଦେଲେ। ପାଉଲ ଏହାକୁ ଏପରି କହୁଛନ୍ତି ଯେ ଆମେ ମୃତ ଥିଲାବେଳେ ମଧ୍ୟ ଈଶ୍ୱର ଆମକୁ ଖ୍ରୀଷ୍ଟଙ୍କ ସହିତ ଜୀବିତ କରିଥିଲେ। ଏଫେସୀୟ 2:4-5 ଲେଖା ଅଛି,
ମାତ୍ର ଏପରି ଅପରାଧରେ ମୃତ ହେଲେ ହେଁ ଦୟା ସାଗର ଯେ ଈଶ୍ୱର ସେ ଆମକୁ ଯେଉଁ ମହାନ ପ୍ରେମ କଲେ ସେଥି ସକାଶେ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ସହିତ ଜୀବିତ କରୁଅଛନ୍ତି। ଏଣୁ ଅନୁଗ୍ରହରେ ତୁମେମାନେ ପରିତ୍ରାଣ ପାଇଅଛ। ଏହା ଅନୁଗ୍ରହ। ଯୋହନ 3:7 ଲେଖା ଅଛି, ତୁମ୍ଭମାନଙ୍କୁ ଅବଶ୍ୟ ପୁନର୍ବାର ଜନ୍ମିବାକୁ ହେବ ବୋଲି ମୁଁ ଯେ ତୁମକୁ କହିଲି ଏଥିରେ ଚମତ୍କୃତ ହୁଅ ନାହିଁ। ଯୀଶୁ କହୁଛନ୍ତି ଯେ ଆମେ ପୁନର୍ବାର ଜନ୍ମ ପାଇବା ନାହିଁ, ଆମକୁ ପୁନର୍ବାର ଜନ୍ମ ନେବାକୁ ପଡ଼ିବ। ଏହା କାହାର ଇଚ୍ଛା ଅଧୀନ ନୁହେଁ, ନା ପାଷ୍ଟର ମାନଙ୍କ ପାଇଁ, ନା ଚର୍ଚ୍ଚର ସଦସ୍ୟମାନଙ୍କ ପାଇଁ, ନା ଭଲ ଲୋକ ମାନଙ୍କ ପାଇଁ। ଏହା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ। କାରଣ ଧର୍ମ ଆଚରଣ ପରିବର୍ତ୍ତନ କରେ, କିନ୍ତୁ ପୁନର୍ଜନ୍ମ ହୃଦୟ ପରିବର୍ତ୍ତନ କରେ। ଯୋହନ 3:8 ଲେଖା ଅଛି, ବାୟୁ ଯେଉଁ ଦିଗରେ ଇଚ୍ଛା କରେ ସେହି ଦିଗରେ ବହେ, ଆଉ ଯେ ତାହାର ଶବ୍ଦ ଶୁଣିଥାଏ କିନ୍ତୁ ତାହା କେଉଁଠାରୁ ଆସେ ପୁଣି କେଉଁଠାକୁ ଯାଏ କେହି ଜାଣିପାରନ୍ତି ନାହିଁ। ପବିତ୍ର ଆତ୍ମା ଠାରୁ ଜାତ ପ୍ରତ୍ୟେକ ଲୋକ ସମ୍ବନ୍ଧରେ ସେହି ପ୍ରକାର। ଯୀଶୁ ଆତ୍ମାକୁ ପବନ ସହିତ ତୁଳନା କରନ୍ତି। ଆମେ ପବନକୁ ଦେଖିପାରିବା ନାହିଁ, ଆମେ ଏହାକୁ ନିୟନ୍ତ୍ରଣ କରିପାରିବା ନାହିଁ, କିନ୍ତୁ ଆମେ ଦେଖିପାରିବା ଯେ ପବନ କଣ କରିପାରେ। ତେବେ ଆମେ କିପରି ଜାଣିବା ଯେ କେହି ପୁନର୍ବାର ଜନ୍ମ ଗ୍ରହଣ କରିଛନ୍ତି? ଏହା ଜାଣିବାକୁ ହେଲେ ଆମକୁ ବ୍ୟକ୍ତିମାନଙ୍କ ପରିବର୍ତ୍ତନ ଦେଖିବା ଆରମ୍ଭ କରିବାକୁ ପଡ଼ିବ। ଯେପରି ପରମେଶ୍ୱରଙ୍କର ପାଇଁ ଏକ ନୂତନ କ୍ଷୁଧା, ପାପ ପ୍ରତି ସମ୍ବେଦନଶୀଳତା, ଈଶ୍ୱରଙ୍କର ବାକ୍ୟ ପ୍ରତି ପ୍ରେମ, ଆଜ୍ଞା ପାଳନ କରିବାର ଇଚ୍ଛା, ପରମେଶ୍ୱରଙ୍କ ଲୋକଙ୍କ ପାଇଁ ପ୍ରେମ ଏବଂ ଜୀବନରେ ପରିପୂର୍ଣ୍ଣତା ନୁହେଁ ବରଂ ଦିଗ୍ଦର୍ଶନ ପରି ପରିବର୍ତ୍ତନ ଦେଖିଲେ ଜାଣିବା ଯେ ଏହାଙ୍କର ପୁନର୍ଜନ୍ମ ହୋଇଅଛି। ଏହି ନୂତନ ଜନ୍ମ କିପରି ଘଟେ? ପ୍ରଥମ ପିତର 1:23 ଲେଖା ଅଛି, ଯେଣୁ ତୁମେମାନେ କ୍ଷୟଣୀୟ ବୀଜରୁ ନୁହେଁ ବରଂ ଅକ୍ଷୟ ବୀଜରୁ ଅର୍ଥାତ୍ ଈଶ୍ୱରଙ୍କ ଜୀବନ୍ତ ଏବଂ ନିତ୍ୟସ୍ଥାୟୀ ବାକ୍ୟ ଦ୍ୱାରା ନୂତନୀକୃତ ହୋଇଅଛ। ଆସନ୍ତୁ ଏହି ସତ୍ୟକୁ ଆମେ ବୁଝିବାକୁ ଚେଷ୍ଟା କରିବା। ପରମେଶ୍ୱର କାର୍ଯ୍ୟ କରନ୍ତି ଏବଂ ଆମେ ଅନୁତାପ ଏବଂ ବିଶ୍ୱାସ ସହିତ ପ୍ରତିକ୍ରିୟା କରୁ। ପଶ୍ଚାତାପର ଅର୍ଥ ହେଉଛି ନିଜ ନିୟମରୁ ଫେରିଯିବା। ବିଶ୍ୱାସର ଅର୍ଥ ହେଉଛି କେବଳ ଯୀଶୁଙ୍କୁ ବିଶ୍ୱାସ କରିବା ଏବଂ ଏହା ଆମକୁ ଜାଣିବା ଦରକାର ଯେ ଏହା କେବଳ କ୍ରୁଶ ଯୋଗୁଁ ସମ୍ଭବ ହୋଇଅଛି। ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଯେପରି ସେ ଆମକୁ ତାଙ୍କ ଜୀବନ ଦେଇପାରିବେ ସେଥିପାଇଁ ଯୀଶୁ ଆମର ପାପ ନେଇଗଲେ ଏବଂ ସେ ମୃତ୍ୟୁକୁ ଜୟ କଲେ। ତ ଜାଣନ୍ତୁ, ଯଦି କୌଣସି କ୍ରୁଶ ନାହିଁ, ଯଦି ପୁନରୁତ୍ଥାନ ନାହିଁ, ତେବେ କୌଣସି ନୂତନ ଜନ୍ମ ମଧ୍ୟ ନାହିଁ। ମୁଁ ଆଜି ଆପଣଙ୍କୁ ପଚାରିବାକୁ ଚାହେଁ, ଆପଣଙ୍କର ଆଧ୍ୟାତ୍ମିକ ଜୀବନ ପ୍ରକୃତରେ ଆରମ୍ଭ ହୋଇଛି କି ନାହିଁ? କଣ ଆପଣଙ୍କ ଭିତରେ ଆତ୍ମାର କାର୍ଯ୍ୟ କରୁଥିବାର ଦେଖୁଛନ୍ତି କି ନାହିଁ? ଆପଣ କଣ ପୁରୁଣା ଆତ୍ମାକୁ ସଜାଡ଼ିବାକୁ ଚେଷ୍ଟା କରୁଛନ୍ତି କି ନାହିଁ? ଆପଣ କଣ ଏକ ନୂତନ ଆତ୍ମା ପାଇଛନ୍ତି କି ନାହିଁ? ଏହି ବାର୍ତ୍ତା ଦୋଷ ବିଷୟରେ ନୁହେଁ, ଏହା ଆଶା ବିଷୟରେ। ନିକୋଦେମ ରାତ୍ରିରେ ଆସିଥିଲେ ଏବଂ ଯୀଶୁଙ୍କୁ ଦ୍ୱନ୍ଦ୍ୱରେ ଖୋଜୁଥିଲେ। ଯୀଶୁ ତାଙ୍କୁ ସ୍ୱାଗତ କରିଥିଲେ। ଆପଣ ମଧ୍ୟ ସେହିପରି ଆସିପାରିବେ। ଶେଷରେ ମୁଁ କହିବାକୁ ଚାହେଁ ଯେ ଯଦି ଆପଣ ଏହି ଆଧ୍ୟାତ୍ମିକ ପୁନଃସ୍ଥାପନ ଚାହାନ୍ତି, ତେବେ ବର୍ତ୍ତମାନ ଈଶ୍ୱରଙ୍କ ସହ କଥାବାର୍ତ୍ତା ହୁଅନ୍ତୁ।
ତାଙ୍କୁ କୁହନ୍ତୁ, ହେ ପ୍ରଭୁ, ମୋର ଉନ୍ନତିର ଆବଶ୍ୟକ ନାହିଁ, ମୋତେ ନୂତନ ଜୀବନର ଆବଶ୍ୟକତା ଅଛି। ଏବଂ ଯଦି ଆପଣ ପୁନର୍ବାର ଜନ୍ମ ହୁଅନ୍ତି, ତେବେ ଏକ ମୁହୂର୍ତ୍ତ ପାଇଁ ସ୍ଥଗିତ ହୁଅନ୍ତୁ ଏବଂ ଉପାସନା କରନ୍ତୁ, କାରଣ ବ୍ରହ୍ମାଣ୍ଡର ଈଶ୍ୱର ଆପଣଙ୍କୁ ପୁନର୍ବାର ଜନ୍ମ କରାଇଛନ୍ତି। ତ ସେହି ସତ୍ୟକୁ ଆପଣ ସମଗ୍ର ବର୍ଷକୁ ଆକାର ଦେବାକୁ ଦିଅନ୍ତୁ। ଏହି ବାକ୍ୟ ଶୁଣିଥିବା ପାଇଁ ଧନ୍ୟବାଦ। ଯଦି ଏହି ବାକ୍ୟ ଆପଣଙ୍କୁ ଭଲ ଲାଗିଥିବ, ତେବେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ। ଆଉ ଯାହାକୁ ବାକ୍ୟର ଆବଶ୍ୟକତା ଅଛି ତାହାକୁ ସେୟାର କରନ୍ତୁ। ଆଗାମୀ ଦିନରେ ଏକ ନୂତନ ବାକ୍ୟ ନେଇକି ଏକ ନୂଆ ଭିଡ଼ିଓରେ ଦେଖା ହେବା। ପ୍ରେଜ୍ ଦ ଲର୍ଡ।